ସାରା ପର୍ବତ ତୁମେ ହିଁ ମା ତୁମେ, ମୁଁ ଏକ ଛୋଟ ପଥର, ମୁଁ ଏକ ଛୋଟ ପଥର। प्रचंड पराय प्रभंजन तुमे, प्रचंड पराय प्रभंजन तुमे, मुपरा धीर समीर मा, मुपरा धीर समीर। सारा पर्वत तुमे ही मा तुमे, ମୁଁ ଏକ ଛୋଟ ପଥର, ମା ମୁଁ ଏକ ଛୋଟ ପଥର। ନୀଳ ସାଗରର ତୁମେ ଜଳରାଶି, ଢେଉଟିଏ ମୁଁ ତ ମାତର, ନୀଳ ସାଗରର ତୁମେ ଜଳରାଶି, ଢେଉଟିଏ ମୁଁ ତ ମାତର, ଘନ ବନାନୀର ତୁମେ ସବୁଜିମା, ଘନ ବନାନୀର ତୁମେ ସବୁଜିମା, ସବୁଜ ମୁଁ ଏକ ପତର, ମା ସବୁଜ ମୁଁ ଏକ ପତର। ସାରା ପର୍ବତ ତୁମେ ହିଁ ମା ତୁମେ, ମୁଁ ଏକ ଛୋଟ ପଥର, ମା ମୁଁ ଏକ ଛୋଟ ପଥର। ତୁମ ମଧ୍ୟେ ଥାଇ ତୁମେ ହେବା ପାଇଁ ଉଦ୍ୟମ କରେ ମୁଁ ସକଳ, ତୁମ ମଧ୍ୟେ ଥାଇ ତୁମେ ହେବା ପାଇଁ ଉଦ୍ୟମ କରେ ମୁଁ ସକଳ, ତୁମରି କରୁଣା ତୁମ କୃପା ବଳେ, ତୁମରି କରୁଣା ତୁମ କୃପା ବଳେ, ଅବଶ୍ୟ ହେବ ତା ସଫଳ, ମା ଅବଶ୍ୟ ହେବ ତା ସଫଳ। ସାରା ପର୍ବତ ତୁମେ ହିଁ ମା ତୁମେ, ମୁଁ ଏକ ଛୋଟ ପଥର, ମା ମୁଁ ଏକ ଛୋଟ ପଥର। ପ୍ରଚଣ୍ଡ ପରାୟ
प्रभञ्जनतु मे प्रचण्ड पराय प्रभञ्जनतु मे परा धीर समीर मा परा धीर समीर मा परा धीर समीर। वंदे मातरम। सुंदर रचना नवीन भाई कंठे आहरी सुंदर लगिला से नवीन भाई को अशेष अशेष धन्यवाद। ये मासटी सबुठ गुरुत्वपूर्ण मास पूर्ण योगर साधक मान कारण ये मास हूँ परम प्रभुंर जन्म मास। तेणु आज श्रीअरविंद महिला पाठ्यक्रम आख्या घाई ए कार्यक्रम आम जो आलोचना रखीचु अति मानसर वास्तवता। शाश्वत आत्मा ए शरीर रूपी सदनर अधिवासी ही रही एवं कालर अधीन हे ए क्षणभंगुर परिच्छद परिधान भी कर केवल एतिकी स्वीकार करने द्वारा नुहे मात्र शरीर जो जड़ उपादान जो सते आपणार परिच्छद मान बयान कर चली अनंत क्रम सदन गुड़ी को निरंतर निर्माण कर लगी योग्य एक महान उपादान रूपे मानि नहीं पारे से पृथ्वी पृष्ठ दिव्य जीवन संभव हो। तेणु आम ए मर जीवन आधार उपरे जे अमृतत्वर आविर्भाव हो ये विश्वास प्रतिष्ठा लगी आम एक यथायोग्य भूमि लाभ कर। श्री अरविंद अतिमानस चेतना एक मानव शरीर रे मुक्त करथिले एवं यही लक्ष्य रे उपनीत हेबा निमित्त जो पथ अवलंबन करिबाके हबो ताहार स्वरूप और पद्धति को से केवल आम सम्मुख उद्घाटित करथिले ता नहीं बरं तांको निजर व्यक्तिगत सिद्धि लाभ द्वारा आम्भ मानक सम्मुख रे ताहार दृष्टांत रखि जाइछन। से आम्भ मानक एही प्रमाण देई जाइछन्ति जे एही लक्ष्य साधित हेई पारिबो एथिपई वर्तमान ही प्रकृष्ट समय। आमर आज आलोचना विषय वस्तु अति मानसर वास्तवता। भवेश भाई अनेक सप्ताह धरी ए आलोचना मध्य जारी रखिछन्ति। एबे आम गहन भवेश भाई उपस्थित हेलेनी। मु भाई को अनुरोध करी से आलोचना रखु। भवेश भाई करुणामय माँ परम प्रभु श्री अरविंद आज अपराह्नर कार्यक्रम उपस्थित रही समस्त मातृ संतान मान को हृदय अनेक अनेक स्वागत एवं शुभेच्छा। आमे पर्यायक्रमे अतिमानसर वास्तवता संपर्क रे आलोचना करी आसुछंती। अतिमानस यही शब्दर एवं यही तत्वर जे प्रणेता प्रणम्य पुरुष श्री अरविंद तांको पूर्णांग जोग दर्शनर यह होची एक मूल कथा।
ଯେତେବେଳେ ଅତି ମାନସ ମଣିଷ ମଧ୍ୟକୁ ଅବତରଣ କରିବ, ସେତେବେଳେ ମଣିଷଙ୍କ ଭିତରେ ପରମଙ୍କର ଏକ ସକ୍ରିୟ ଅଭିବ୍ୟକ୍ତି ଘଟିବ। ଆଜି ତାରିଖରେ ପରମଙ୍କର ଯେଉଁ ଅଭିବ୍ୟକ୍ତି ଘଟିଛି ତାହା ଅପରୋକ୍ଷ, ଏତେ ପ୍ରତ୍ୟକ୍ଷ ଭାବରେ ତାଙ୍କର ଅବତରଣ ଘଟି ନାହିଁ। ତେଣୁ ଅବତାର ମାନେ ଆସିଛନ୍ତି, ଭିନ୍ନ ଭିନ୍ନ ଭୂମିକାକୁ ନିର୍ବାହ କରି ଚାଲି ଯାଇଛନ୍ତି, କିନ୍ତୁ ଭଗବାନତ୍ୱ ସମ୍ପର୍କରେ, ଈଶିତ୍ୱ ସମ୍ପର୍କରେ, ଦେବତ୍ୱ ସମ୍ପର୍କରେ ମଣିଷର ଧାରଣା ଗୁଡିକ ଅଧା ଗଢା ଏବଂ ଅଧା ଅଧୁରା ହିଁ ରହିଯାଇଛି। ମଣିଷ ପାଖରେ ରହିଛି ତାର ନିଜର ଏକ ଆତ୍ମା, ଯୋଉ ଆତ୍ମା ମଧ୍ୟରେ ମାଙ୍କର ରାଜ୍ୟ ରହିଛି, ଯାହାକୁ କିଙ୍ଗଡମ ଅଫ ଗଡ ବୋଲି ଖ୍ରୀଷ୍ଟିଆନ ଜଗତ କହୁଛି, ବାଇବେଲ କହୁଛି। ଏବଂ ଆଉ ରହିଛି ଗୋଟେ ଅଭିବ୍ୟକ୍ତ ଜଗତ। এই ଅଭିବ୍ୟକ୍ତ ଜଗତଟି ଆଦୌ ଉଦ୍ଦେଶ୍ୟହୀନ ନୁହେଁ। এই ଅଭିବ୍ୟକ୍ତ ଜଗତର ନିର୍ମାଣ ପଛରେ ଅତି ମାନସଙ୍କର ବିଜ୍ଞାନମୟ ଚେତନାର, ଅତି ଚେତନାର, ସତ୍ୟମୟ ଚେତନାର, ଦିବ୍ୟ ଚେତନାର ପରମ ବିଜ୍ଞାନଟି ଖୁବ ଯଥେଷ୍ଟ ଭାବରେ ଏଠି ଖୁଣ୍ଟି ନାଣ୍ଟି ସବୁ କଥାକୁ ସମ୍ଭବ କରିଛନ୍ତି। କିନ୍ତୁ ଏଇ ଜଗତରେ ଯେଉଁମାନେ ବାସ କରିବାକୁ ଆସିଲେ, ଯୋଉ ବୃକ୍ଷ ମାନେ, ଯୋଉ ପ୍ରାଣୀ ମାନେ, ଯୋଉ ବସ୍ତୁ ସକଳ ରହିଛନ୍ତି, ଯୋଉ ମନୁଷ୍ୟ ସକଳ ରହିଛନ୍ତି, କାହାରିଙ୍କର ସୃଷ୍ଟିକୁ ପୂର୍ଣ୍ଣ ରୂପେ ବୁଝିବାର, ଜାଣିବାର, ତାର ଜଟିଳତା ନିକଟରେ, ତାର ସୂକ୍ଷ୍ମତା ନିକଟରେ, ତାର ବ୍ୟାପକତା ନିକଟରେ, ତାର ଗଭୀରତା ନିକଟରେ, ତାର ସମସ୍ତ ନିଗୁଡତା ନିକଟରେ, ତାର ସମସ୍ତ ରହସ୍ୟ ନିକଟରେ ପହଞ୍ଚି ପାରିବା କ୍ଷମତା ନାହିଁ। ତେଣୁ ଏଠି ବିବର୍ତ୍ତନକୁ ଏକ ମହାସତ୍ୟ ଭାବରେ ଗ୍ରହଣ କରାଯାଇଛି ଯେ ଦିନେ ଗୋଟେ ପ୍ରଜାତି ଆସିବ, ଗୋଟିଏ ଜାତି ସମ୍ଭବ ହବ ଯୋଉମାନେ ଅତି ମାନବ ହେଇଥିବେ, ସେମାନଙ୍କର ବିଜ୍ଞାନମୟ ଚେତନା ରହିଥିବ, ସେମାନେ এই ସୃଷ୍ଟିକୁ ବୁଝିବେ, ଏ ପରମାନନ୍ଦ ସଚ୍ଚିଦାନନ୍ଦଙ୍କର ଅଭିବ୍ୟକ୍ତି ବୋଲି ସେମାନେ ଜାଣିପାରିବେ। ସେଦିନ ପ୍ରତ୍ୟକ୍ଷ ହେବ ସଚ୍ଚିଦାନନ୍ଦ ପରମ ବ୍ରହ୍ମ। ତାହିଁ ହବ ବାସ୍ତବରେ ସୃଷ୍ଟି ଓ ସ୍ରଷ୍ଟାଙ୍କର ମିଳନ, ଆତ୍ମା ସହିତ ଅନାତ୍ମାର ମିଳନ, ଚେତନା ସହିତ ଜଡର ମିଳନ। ଏହି ମିଳନର କାର୍ଯ୍ୟଟିକୁ ସମ୍ଭବ କରିବା ପାଇଁ ଏକ ସ୍ୱର୍ଣ୍ଣିମ ସେତୁ ରୂପେ କାର୍ଯ୍ୟ କରିଛି ଏ ପୃଥିବୀ ପକ୍ଷରେ ମାଙ୍କର ଚେତନା। ମା ସେ କଥାଟିକୁ ଚାହିଁଛନ୍ତି। ପରମଙ୍କ ସହିତ ଜୀବର ମିଳନର ଯେଉଁ କଥାଟି କୁହାଯାଇ ଆସୁଥିଲା, ଅନ୍ଧକାର ସହିତ ଆଲୋକର ମିଳନର ଯେଉଁ କଥାଟି କୁହାଯାଇ ଆସୁଥିଲା, ଯୁଗ ଯୁଗ ଧରି ଯୋଗ କହିଲେ ମଣିଷ ଯେପରି ବୁଝିଥିଲା, ସେ ସବୁ କଥା ଗୁଡ଼ିକର ସମ୍ଭାବନା ଅତି ପ୍ରତ୍ୟକ୍ଷ ରୂପରେ ଏଠି ସମ୍ଭବ ହେଇପାରିବ। ଯେଉଁମାନେ ଅତି ମାନସର ଗବେଷକ ସେମାନେ କହୁଛନ୍ତି, ଶ୍ରୀ ଅରବିନ୍ଦଙ୍କ ଅନୁସାରେ, ଶ୍ରୀ ଅରବିନ୍ଦ ସୁପର ମାଇଣ୍ଡ କହିଲେ ଅନେକ କଥା ବୁଝୁଥିଲେ, ତାହା ଏକ ନିର୍ଦ୍ଦିଷ୍ଟ ସଂଜ୍ଞାଭୁକ୍ତ ବିଷୟ ନ ହେଇପାରେ। ତାଙ୍କ ହିସାବରେ ସୁପର ମାଇଣ୍ଡ ଇଜ ଏ ପ୍ଲେନ୍ between the upper hemisphere of pure being consciousness and the lower hemisphere of life in the universe, mind, life and matter.
ଏକ ବିଶୁଦ୍ଧ ସତ୍ତା ଓ ବିଶୁଦ୍ଧ ଚେତନାର ଏକ ପରାର୍ଧ ରହିଛି, ତାକୁ ଅପର ହେମିସ୍ଫିୟର ବୋଲି ଆମେ କହୁଛୁ। ଏବଂ ନିମ୍ନରେ ଗୋଟେ ଅପରାର୍ଧ ରହିଛି, ଲୋୟର ହେମିସ୍ଫିୟର। ଯୋଉ ନିମ୍ନ ଅପରାର୍ଥଟି, ଯାହାକୁ ଆମେ ବିଶ୍ୱ ଜୀବନ ବୋଲି କହୁଛୁ ବା ବିଶ୍ୱ ଜୀବନର ଏଇ ପ୍ରାଣୀସତ୍ତା ବୋଲି କହୁଛୁ, ଯୋଉଠି ମନ ରହିଛି, ପ୍ରାଣ ରହିଛି ଏବଂ ବସ୍ତୁ ସକଳ ରହିଛନ୍ତି, ଏଇ ଦୁଇଟି ମଧ୍ୟରେ ଯୋଉ ମଧ୍ୟବର୍ତ୍ତୀ ଅବସ୍ଥା ରହିଛି, ଭୂମି ରହିଛି, ପ୍ଲେନ୍ ବିଟୁଇନ୍, ସେଇ ହଉଛନ୍ତି ବିଜ୍ଞାନମୟ ଚେତନାର ଭୂମି ବା ଅତିମାନସର ଭୂମି। ଏଇଥିପାଇଁ ସେଇଟା ମାଙ୍କର ଚେତନା, କାହିଁକି ନା ସେ ଗୋଟେ ସଂଯୋଗ ସେତୁ ଭାବରେ ଅପର ହେମିସ୍ଫିୟର ଅଫ ପିଓର ବିଙ୍ଗ କନସିୟସନେସ ଆଉ ଲୋअर ହେମିସ୍ଫିୟର ଅଫ ଲାଇଫ ଇନ୍ ଦ ୟୁନିଭର୍ସ, ମାଇଣ୍ଡ, ଲାଇଫ ଆଣ୍ଡ ମ୍ୟାଟରକୁ ସେ ଯୋଡ଼ିବାରେ ଚେଷ୍ଟା କରୁଛନ୍ତି। ସଂଯୋଗର ସେତୁ ହେଇଛନ୍ତି, ଗୋଲ୍ଡେନ ବ୍ରିଜ ହେଇଛନ୍ତି। ଏଇଟା ଯୋଉ ଯୋଡ଼ିବାର ମୂଳ କାରଣଟି କଣ? ବିଶ୍ୱ ଜୀବନ ଯେ ଏତେ ଦୟନୀୟ ହୋଇ ରହିଛି, ବିଶ୍ୱ ଜୀବନ ଯେ ଏତେ ଦୁଃଖାର୍ଥ ହୋଇ ରହିଛି, ବିଶ୍ୱ ଜୀବନ ଯେ ଏତେ ମୃତ୍ୟୁ ପ୍ରପୀଡ଼ିତ ହେଇକି ରହିଛି, ଯନ୍ତ୍ରଣା ପ୍ରପୀଡ଼ିତ ହୋଇ ରହିଛି, ଅନିଶ୍ଚିତତା ଭିତରେ ରହିଛି, ସେଇ ଜୀବନଟିକୁ ଦିବ୍ୟ ଜୀବନରେ ପରିଣତ କରିବା। এই ଦିବ୍ୟ ଜୀବନ ସମ୍ଭବ ହେବ ମଣିଷ ଯନ୍ତ୍ରଣା, ଦୁଃଖ, ଯାତନା ଗୁଡ଼ିକରୁ ମୁକ୍ତ ହେବ এই ଯନ୍ତ୍ରଣା କ୍ଳିଷ୍ଟ କ୍ଲେଦାକ୍ତ ପୃଥିବୀଟି ଦିନେ ରୂପାନ୍ତରିତ ହେବ ଏବଂ এই ବିଶ୍ୱ ଜୀବନରେ ଦିନେ ଭଗବାନ ପ୍ରକଟିତ ହେବେ ପ୍ରତ୍ୟକ୍ଷ ରୂପରେ। ଏଭଳି ପରିକଳ୍ପନା ରହିଥିଲା ମାଙ୍କର। ମା ସେଇ ମଧ୍ୟବର୍ତ୍ତୀ ଭୂମିରେ, ଯୋଉଠି ଅପର ହେମିସ୍ଫିୟର ପିଓର ବିଙ୍ଗ କନସିୟସନେସ ରହିଛନ୍ତି, ପରାର୍ଧ ଏବଂ ଅପରାର୍ଧ, ଏ ଦୁଇଟି ମଝିରେ ଏକ ଚେତନାର ଭୂମି ରୂପରେ ଅତି ମାନସ ରହିଛନ୍ତି। The plane enables the real ideas of the Supreme to manifest as forms of that force in creation. এই ପ୍ଲେନ୍ର, এই ଭୂମିର ଗୋଟେ କ୍ଷମତା ଅଛି। ସେ କ୍ଷମତାଟି କଣ ନା, ସିଏ ପରମ ବିଜ୍ଞାନକୁ କାର୍ଯ୍ୟକାରୀ କରିପାରେ। ସେ ପରମ ବିଜ୍ଞାନଟି ଆଣୁଛି ସେ ପରମଙ୍କ ଠାରୁ। ଯେଭଳି ମୁଁ ଆପଣଙ୍କୁ କହୁଥିଲି ଯେ ଅପରାର୍ଧ ବୋଲି ଆମେ ସିନା କହିଦଉଛୁ, ନିମ୍ନ କୋଟି ବୋଲି କହିଦଉଛୁ, କିନ୍ତୁ ଏ ନିମ୍ନ କୋଟିଟି ମଧ୍ୟ ତାଙ୍କରି ସୃଷ୍ଟି, ତାଙ୍କରି ଏଠି ମହାନ ଭୂମିକା ରହିଛି। এই ଜଡ଼ମାନେ ନିଶ୍ଚେତନ ହେଇକି ରହିଛନ୍ତି, ସେ ଜଡ଼ ମଧ୍ୟରୁ ପ୍ରାଣର ଉଦ୍ଗମ ହେଉଛି, ପୁଣି ମନର ଉଦ୍ଗମ ହେଉଛି, ବିବର୍ତ୍ତନର ମାର୍ଗରେ ସମସ୍ତେ ଅଗ୍ରଗତି ପଥରେ ଯାଉଛନ୍ତି। ଏଠି ଯୋଉ ବିବର୍ତ୍ତନଗତ ସତ୍ୟର ମହାଲୀଳାଟି ସଂଗଠିତ ହେଉଛି, ସେ ସୁନିଶ୍ଚିତ ଭାବରେ ଏକଥାଟିକୁ ପ୍ରମାଣିତ କରୁଛି ଯେ ୟା ପଛରେ ରହିଛି ଏକ ପରମ ବିଜ୍ଞାନ, ଯୋଉ ପରମ ବିଜ୍ଞାନଟି ସାଧାରଣ ମଣିଷର ନୁହେଁ ବା କୌଣସି ପାର୍ଥିବ ପ୍ରକୃତିର ନୁହେଁ। এই ପରମ ବିଜ୍ଞାନ ସିଧା ସିଧା ପରମଙ୍କ ଠାରୁ ଆସିଛି ଏବଂ ସେଇ ଅତିମାନସର ଭୂମିରେ, ଯାହା ଉଚ୍ଚ ପରାର୍ଧ ଏବଂ ନିମ୍ନ ଅପରାର୍ଧ ମଧ୍ୟରେ ଅବସ୍ଥିତ, ସେଇ ଭୂମିରେ ସେ ପରମ ବିଜ୍ଞାନକୁ ଏହି ସୃଷ୍ଟିରେ କାର୍ଯ୍ୟକାରୀ କରିଛନ୍ତି, ରୂପ ଗୁଡ଼ିକ ଭିତରେ କାର୍ଯ୍ୟ କରିଛନ୍ତି
एवं ये जगत रे जिते शक्ति रही फोर्स इन क्रिएशन ये सृष्टि मध्य जो शक्ति गुड़िक हतजात होछि से शक्ति गुड़िक मध्य से कार्यकारी करुछन्ति। सेथिपई ऋषि माने सही मंत्र को धारण करते पृथ्वी संपर्क या देवी सर्वभूतेषु शक्ति रूपेण संस्थिता नमस्तस्यै 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 नमो नमः। सेमाने कहते जा देवी सर्वभूतेषु मातृ रूपेण संस्थिता जे माँ ही कि रही शक्ति ही कि रही तांकरी लीला क्षेत्र रे हमें रियल आइडिया जदि सुप्रीम टी को पाउछु ये केवल जे यही सृष्टि निहित थिबा शक्ति गुड़िकर परम विज्ञान नुहे यह हूँ इट इज द पावर दैट एनेबल्स क्रिएशन। ये सृष्टि को संभव करिवार जो सामर्थ्य आवश्यक थिला शक्ति आवश्यक थिला से शक्ति होचंती अति मानस तेणु सी by dividing the force into the forms forces and powers in the universe ए विश्व रे रही विभक्त रूप गुड़िक केते प्रकार गछलता केते प्रकार प्राणी केते प्रकार मनुष्य से पुणी बालक रही युवक रही वृद्ध रही कला लोक रही गोरा लोक रही नारी रही पुरुष रही किए आफ्रिकीय किए यूरोपियन किए एशियन हजार हजार प्राणी मान भितर जो विभक्त अवस्था रही जो रूपगत पार्थक्य गुड़िक रही शक्तिगत पार्थक्य गुड़िक रही सामर्थ्यगत पार्थक्य गुड़िक रही विश्व से भली गोटे संभावना को जे वास्तव रे रूप देइछंती से भी सही विज्ञानमय चेतना जहाँ आम रियल आइडिया बोली कहूँ जे ये सृष्टि पक्षरे विद्यमान है कि रही एवं सबु कथा खंटी रांटी छोट रु बड़ पर्यंत केते एककोशी प्राणी अच्छंती केते बहुकोशी प्राणी अच्छंती केते क्षुद्र इतर प्राणी गुड़िक रही केते विराट प्राणी समूह रही समस्तंकर क्षमता भिन्न समस्तंकर शक्ति भिन्न समस्तंकर रूप भिन्न ये महावैचित्र जो लीला ये महावैचित्र लीला भितर दरकार पड़े गोटे परफेक्ट नॉलेज यथार्थ ज्ञान जहाँ आम कहूँ कंप्रेहेंडिंग नॉलेज एवं दरकार पड़ुछि एक्सपर्ट नॉलेज जहाँ आम कहूँ विशेष ज्ञान कहीपर एप्रिहेंडिंग नॉलेज एवं मोटामोटी कंप्रेहेंडिंग नॉलेज और एप्रिहेंडिंग नॉलेज रो जो मूल भूमिटी होची परफेक्ट नॉलेज ये सब को से धारण करिसंती। सुपर माइंड इज ए प्लेन ऑफ perfect knowledge that has the full integral truth of anything. एटा होछि पूर्ण सत्य। ये जो यथार्थ ज्ञान जे विश्व गढ़ी छंती विश्व को परिचालना करुछंती विश्व को धारण करुछंती से होछंती इंटीग्रल ट्रुथ पूर्णांग सत्य। से पूर्णांग सत्य काहंकर ना ऑफ एवरीथिंग ऑफ एनीथिंग गोटे अणु पई से सत्यटी जे भली प्रामाणिक विराट विश्व पई मध्य सेमिति प्रामाणिक गोटे छोटिया गछर पत्र पई से कथाटी जति सत्य
ଏକ ବିରାଟ ଦ୍ରୁମ ପାଇଁ ସେ କଥାଟି ସତ୍ୟ, ଏକ ବିରାଟ ଅରଣ୍ୟ ପାଇଁ ସେ କଥାଟି ସତ୍ୟ, ଗୋଟିଏ ଜଳବିନ୍ଦୁ ପାଇଁ ଯୋଉ କଥାଟି ସତ୍ୟ ସେଇ ସତ୍ୟଟି ଗୋଟେ ସାଗର ପାଇଁ ମଧ୍ୟ ସତ୍ୟ, ଗୋଟେ ଘଟାକାଶ ପାଇଁ ଯାହା ସତ୍ୟ ମହାକାଶ ପାଇଁ ବି ସେଇ ସତ୍ୟ। ତେଣୁ ଏଇ ବିରାଟ ସତ୍ୟକୁ ହିଁ ଏଇ ସୃଷ୍ଟିର ଏକମାତ୍ର ନିୟାମକ, ଏକମାତ୍ର ସ୍ରଷ୍ଟା, ଏକମାତ୍ର ପରିଚାଳକ। It is a plane that a man can rise to. ये एपरी गोटे भूमि जोठिक सब मनीष चाहिए जदि से उत्तोलित हो जाई परिबो। एवं एई उत्तरणर जे दायित्व नहीं छंती मनीष पई, जे अग्रगामी पुरुष, जे उद्गाता, जे मांत्रिक, जे पुरोहित, से होचंती ये मानव जातिर परित्राणकारी, ये मानव जातिर प्रेमिक, ये मानव जातिर जे होचंती त्राता, से आउ कहीं नहंती युग्म अवतारे रहितबा श्री अरविंद और श्रीमा जे कहउछंती जे यार जो मनुष्य जो गोटे वर्तमान सीमित मन दशा भितर रही, मानस भूमि रही, सब कथा को मानसर दृष्टि रे विचार करुछि, संदेह करुछि, विभेद तैयारी करुछि, घृणा करुछि, कौन सी कथा को विश्वास को भीतर को नहीं पारे नहीं। ये समस्त कथा गुड़िक संभव हो पारिबो जदि मनुष्य तार वर्तमान जो सीमित मानसिकता रही से ऊर्ध्व को उठी पारे एंड हैव अ परफेक्ट अंडरस्टैंडिंग थ्रू रिविलेशंस। सेथिपई गोटे रिविलेशन र आवश्यकता पड़ुछि, रहस्य उद्घाटन करिवार महाशक्ति, जो शक्ति ऋषि मानक रहितला, तपस्वी मानक रहितला, एवं आपणकर गोटे सामर्थ्य दरकार पड़ुछि। ए सामर्थ्य ए रहस्य उद्घाटन आपण कहा संपर्क रे करिवे, कहा संपर्क रे रहस्य उद्घाटित हेले आपणक जीवन रे उत्तरणटी संभव हो, चेतनार उत्तरणटी संभव हो ता संपूर्ण भाव रे पार्थिव चेतनार। आमे गोटे पृथ्वी मध्य को आसीछु, पृथ्वी रे दुख जंत्रणा गुड़िक भितर बंचुछु, जीवन बहु निकटतर हवा परे आमे जो पार्थिव चेतनार अधिकारी हो रहिछु, सेई पार्थिव चेतनाटी को यथेष्ट भाव रे बुझिया कहले हमको यही सब रिविलेशन ऑफ पावर गुड़िक दरकार पड़ुछि। एवं यही जो रिविलेशन ऑफ पावर, रहस्य उद्घाटन एवं शक्ति, ये मनुष्य को गोटे विवर्तन मार्ग रे एपरि भाव रे नहीं जाई परिबो एवं आश्चर्यजनक भाव रे दिने से विज्ञानमय चेतना पाखरे पहुंच जीवो एवं देखियो जे सी रूपांतरित हो सारी एवं तार सत्ता मध्य आलोकर से महान उपस्थिति हो सारी, मां चेतनार से महान उपस्थिति हो सारी, जोटा को आम अति मानस चेतना कहूँ। आम कौन कर आमको आस्पृहा करिया पड़िबो, आमको उन्मुक्त हवा को पड़िबो। आज आम भितर से उन्मुक्तता अच्छी कि नहीं आम प्रश्न पचारि परिबा, आम से दिगरे सतत कार्यरत कि नहीं आम ये प्रश्न निजको पचारि परिबा कि आम गोटे काम चला जो मनोभाव रहीछु टिके समय केमिति कौन आध्यात्मिकता भितर रहिबा, परवर्ती समय गुड़िक आम साधारण चेतना मध्य चली जावा, गोटे नॉमिनल स्पिरिचुअलिटी भितर आम रही जाइछु। नामको मात्र आध्यात्मिकता, जो आध्यात्मिकतार सही गभीरताटी, सही निष्ठाटी, सही आंतरिकताटी, सही एकांतिकताटी, सही विस्तारटी, सही गभीरताटी नहीं, जहाँ हमको
रूपांतर करिपरिबो एवं आमको गोटे सुंदर सौभाग्य प्रदान करिपरिबो। जो सुंदर सौभाग्य बा सुंदर नियतिटी होछि अति मानसर राज्य रे पाद थापिबा। अति मानसीकरणर प्रक्रिया भितरे निजको सम्मिलित करिबा ओ विवर्तनर महाशक्तिटी को स्वीकार करि चलिथिबा। श्रीअरविंद कहउचंती जे जणे लोक जोगी होतला अतीतरे कोन पई होतला ना निर्वाण पई होतला, मोक्ष पई होतला, ब्रह्मानंद पई होतला एवं केबे ताको मान सम्मान भी मिलुथला समाज रे। जेतु ये जणे जोगी पुरुष ये अनेक कथा त्याग करछंती बा ईश्वर नश्रयी मनुष्यटीए तांकर जटाजुट रही गोटे वेशभूषा अच्छी सम्मान कला भली नेचुराली आमे सेही पंथरे अनेक दिन जाइछंती। किंतु जदि सेही स्थिति रे भी वास्तव रे पचरा जाए कौन आम चेतनार विकास आमे कौन बुझिवा योगिक डेवलपमेंट कहले कौन बुझिवा तो से कथाटी रे तो एक यथायथ उत्तर मिल पार ना। किंतु श्री अरविंद तांको तरफ योग जीवन विकास संपर्क रे दुईटी मुख्य कथा कहउचंती। एक से कहउचंती द स्टैंडर्ड योगिक गोल ऑफ ए सेंट एंड फॉर्मलेस एंड टाइमलेस सेल्फ। एथिरे स्टैंडर्ड योगिक गोल जोटा साधारण भाव रे जोगर लक्ष्य भाव रे बा योगीर लक्ष्य भाव रे निया जाइछि ता होछि आमे गोटे रूपहीन रूप मध्य को एवं गोटे कालहीन एक काल मध्य को बा गोटे एटर्निटी आड़ को गोटे शाश्वत आड़ को आमे जदि निजको उत्तरित कर दी परिबा आम आत्मा भीतर को प्रवेश कर पारे। केतबेले संभव है ना जत जन मनुष्य सेल भीतर को प्रवेश करे। ये आत्मा पाखरे कौन सी टाइम नहीं कौन सी फॉर्म नहीं कहीं ना ये आत्मा ही कारण ये मन नहीं जो मन अच्छी से रूप गुड़िक रही विभाजन गुड़िक रही काल रही देश रही सबु प्रकार स्थिति गुड़िक हे तो से रही किंतु यदि ये खोजे हे तो आपण पाखे से आत्मार जो रूप स्थिति आत्मार जो शाश्वत स्थिति मध्य को जीवा यहाँ ही जोगर लक्ष्य ही रही। पूर्ण जोग मध्य से कथाटी को अस्वीकार करूना पूर्ण जोग से कथा को स्वीकार करुचे एवं सेटा को ही गोटे ट्रांसेंडेंटल माने जो लोकातीत बा विश्वातीत उपलब्धि बोली कहउछि जे आमे जेतबेले आत्मा भीतर को आसुछु सेतबेले गोटे टाइमलेस फॉर्मलेस असेंट हो जाउछि। एटा गोटे निश्चित भाव रे बड़ उपलब्धि। ये तो गला असेंट र कथा किंतु व्हाट ऑफ डिसेंट जो कथाटी अतीत जीवन रे केबे हेई नथिला। अतीतर योगी माने से संपर्क रे केबे गभीर भाव चिंता कर नथिले जे एसेंट तो ही आमे निजको उत्तरित कर नहीं परिवा किंतु आमे चाहिए अवतरण करि परिवा एंड द डिसेंट एंड एस्टैब्लिशमेंट ऑफ द सुपरमेंटल कॉन्शियसनेस इनटू अर्थली लाइफ। ए पार्थिव जीवन मध्य को अतिमानस चेतनार अवतरण जोटा मां पूर्णांग जोगर एवं प्रभुंकर पूर्णांग जोगर सबुठारु बड़ विशेषत्व भाव रे आज पृथ्वी रे दिशुछि एवं तार प्रभाव फल रे आमे देखुछु प्रभु श्री अरविंद जन्म नहीं 1872 तार 6 वर्ष पर प्यारिस शहर रे मांकर जन्म
ଏବଂ ଏଇ ହଉଛି ସେଇ 19ବିଂଶ ଶତାବ୍ଦୀର ଶେଷ ଭାଗ, ଯାହା ପରେ ପୃଥିବୀର ବ୍ୟାପକ ପରିବର୍ତ୍ତନ ହେଇଛି। ବ୍ୟାପକ ଦୁଇଟି ବିଶ୍ୱଯୁଦ୍ଧ ସଂଗଠିତ ହେବା ପରେ ମଣିଷର ତଥାକଥିତ ଧର୍ମ ନୈତିକତାର ଯୋଉ ବେଡି ଗୁଡିକ ସବୁ ତାକୁ ଆଚ୍ଛନ୍ନ କରି ରଖିଥିଲା ଶତାବ୍ଦୀ ଶତାବ୍ଦୀ ଧରି ଭାଙ୍ଗି ପଡିଛି। ଗୋଟେ ନୂଆ ସଭ୍ୟତା, ନୂଆ ସଂସ୍କୃତି, ନୂଆ ଶିକ୍ଷା, ନୂଆ ଚେତନାର ଉନ୍ମେଷ ହେବା ଆରମ୍ଭ କରିଛି ପୃଥିବୀରେ। ନୂଆ ଅର୍ଥନୀତି, ନୂଆ ଶାସନ ନୀତି। ଦେଖିବେ ସେ ପର୍ଯ୍ୟନ୍ତ ସବୁ ରାଜତନ୍ତ୍ର ଗୁଡିକ ତିଷ୍ଠି ରହିଥିଲେ, କିନ୍ତୁ ଆଜି ତାରିଖରେ ବିଶ୍ୱରେ ହୁଏତ ସିମ୍ବଲିକାଲି କୋଉଠି କୋଉଠି ଗୋଟେ ରାଜତନ୍ତ୍ର ରହିଯାଇଥିବ, କିନ୍ତୁ ଯୋଉଠି ବି ଯାହା ରହିଛି ତାହା ହଉଛି ଗଣତନ୍ତ୍ର। ଆମ ଅର୍ଥନୀତିରେ, ଆମ ରାଜନୀତିରେ, ଆମ ସାହିତ୍ୟ ନୀତିରେ, ଆମ ସଂସ୍କୃତିରେ, ଆମ ସଭ୍ୟତାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଗୁଡିକ ଆସିଛି, ଏପରିକି ଦର୍ଶନରେ, ବିଜ୍ଞାନରେ, ଏ ସମସ୍ତ ଯୋଉ ବିରାଟ ଉପଲବ୍ଧିଟି ଯୋଉ ମଣିଷ ପାଇଁ ଆସିଛି 19ବିଂଶ ଶତାବ୍ଦୀର ଶେଷ ଭାଗରୁ ଆଜି ପର୍ଯ୍ୟନ୍ତ, ଇଏ ବଡ ତ୍ୱରିତ ଗତିରେ ଗତି କରୁଛି। ଖାଲି ସେତିକି ନୁହେଁ, ଏଇ ବିରାଟ ଉପଲବ୍ଧି ଯେ ଅତିମାନସ ଚେତନାର ଏକ ପ୍ରକାଶ, ଅଭିବ୍ୟକ୍ତି ହେଉଛି ତାଙ୍କ ଶକ୍ତିର ଇଏ ଗୋଟେ ପ୍ରଭାବ, ଏ କଥାଟି ଧୀରେ ଅନୁଭବ କରିଉଛି। ଆଜି ଜଣେ ଅଧ୍ୟାପକ ଦେଖାହେଲେ, ମତେ କହିଲେ ଆମ କଲେଜରେ ସବୁ ଆଜିକାଲି AI କ୍ୟାମେରା ଲାଗୁଛି। ମୁଁ ସେଟା ଜାଣୁଥିଲି, କିନ୍ତୁ ଆଗ୍ରହ ରଖିକି ତାଙ୍କୁ ପଚାରିଲି AI କ୍ୟାମେରା ସବୁ କଣ? ସେ କହିଲେ ଏବେ ସବୁ ଆମ ପାଖରେ ଯୋଉ କ୍ୟାମେରା ରହିଛି ସେମାନେ କିଛି ଆନାଲିସିସ୍ କରୁନାହାନ୍ତି, ସେମାନେ ଖାଲି ଫଟୋଟା ଉଠେଇ ଛାଡି ଦଉଛନ୍ତି। କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରେ ଯୋଉ କ୍ୟାମେରା ଲାଗିବ ସେଗୁଡିକ ସବୁ ମଣିଷ ଭଳି, ମାନେ ମଣିଷର ସୁପର ବ୍ରେନ ଭଳିଆ ସେମାନେ ସବୁ ଆନାଲିସିସ୍ କରିବେ। କୋଉ ଲୋକଟା ଚୋର, କୋଉ ଲୋକଟା ସାଧୁ, କୋଉ ଲୋକର ପ୍ରବେଶଟି ସନ୍ଦେହଜନକ, କୋଉ ଲୋକର ପ୍ରବେଶଟାକୁ ଆମେ ପରୀକ୍ଷା ନିରୀକ୍ଷା କରିବା ଉଚିତ, ଏ ସବୁ କଥା ଗୁଡିକ ମଧ୍ୟ ସେଇ କ୍ୟାମେରାରେ ଆସିପାରିବ। ତେଣୁ ଆଜିର ସମୟଟି କେତେ ସମ୍ବେଦନଶୀଳ ସମୟ ହେବାକୁ ଯାଉଛି। ଆଜିର ଗୋଟେ ଯନ୍ତ୍ର ଆସିଛି, ଗୋଟେ ଗାଡି ଆସୁଛି, କିମ୍ବା ଗୋଟେ ଯନ୍ତ୍ର ଚାଷ କ୍ଷେତ୍ରରେ ଲାଗୁଛି। ଧାନ ରୋଇବାରେ ଯନ୍ତ୍ରର ବ୍ୟବହାର ହଉଛି ଥାଇଲାଣ୍ଡ ଭଳି ଦେଶରେ, ଜାପାନ ଭଳି ଦେଶରେ, ଭାରତରେ ବି ହଉଛି। କିନ୍ତୁ ତାକୁ ଯେତିକି ପ୍ରୋଗ୍ରାମ ଦିଆଯାଉ ସେତିକି କରୁଛି। ଗୋଟେ ଜମିର ଆକାର ପ୍ରକାରକୁ ବିଚାର କଲା ଭଳି ଶକ୍ତି ତା ପାଖରେ ନାହିଁ। କିନ୍ତୁ ଯେତେବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେଇ ମେସିନରେ ଲଗେଇ ଦିଆ ହବ, ତାର ପରଫରମାନ୍ସ ହବ, ସିଏ ମଣିଷ ଠାରୁ ଆହୁରି ଅଧିକ ସୁନ୍ଦର ଭାବରେ ଚିନ୍ତା କରିପାରିବ ଯେ କିପରି କାମଟିଏ କଲେ ମୋର କାମଟି ଖୁବ ପ୍ରେସିସନ ଭିତରକୁ ଯାଇପାରିବ, ଜଲ୍ଦି ସରିପାରିବ। ତେଣୁ ସେଟା ଗୋଟେ ବନ୍ଧୁକ ହଉ, କି ଗୋଟେ ଗାଡି ହଉ, କିମ୍ବା କୌଣସି ଯନ୍ତ୍ର ହଉ, ସେ ଆଜି ତାରିଖରେ ବିଚାର କରୁନି, ତାକୁ ମ୍ୟାନୁଆଲି ବ୍ୟବହାର କରିବାକୁ ପଡୁଛି, ମଣିଷ ତାକୁ ବ୍ୟବହାର କରୁଛି। କିନ୍ତୁ ମଣିଷର ବ୍ୟବହାରଟି ଆଉ ଆଦୌ ଦରକାର ପଡିବ ନାହିଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିଜେ ତା ସ୍ୱମୋଟ ତାଙ୍କ ତରଫରୁ ଏ କଥାର ସଂଜ୍ଞାନ ନେବେ, ଆଉ ସିଏ ନିଜେ ବିଚାର କରିବେ, ଆଉ ସେ ନିଜେ ତାର ସଲ୍ୟୁସନ ମଧ୍ୟ ବାହାର କରିବେ। ତେଣୁ ଆପଣ ଚିନ୍ତା କରନ୍ତୁ, ଆଗାମୀ ସମୟରେ ଧାନ କଟାଯିବ କି ନାହିଁ ବା କେମିତି କଟାଯିବ, ସେ ନିଷ୍ପତ୍ତି ଯନ୍ତ୍ର ନବ, ନଟ୍ ମ୍ୟାନ। ଯୋଉ କଥାଟି ପ୍ରଭୁ ଶ୍ରୀ ଅରବିନ୍ଦ ସ୍ୱପ୍ନ ଦେଖିଥିଲେ ଯେ ମେଟର ଭିତରେ ସ୍ପିରିଟ ଆସିବ, ସେଟା ତ ଆସି ସାରିଲାଣି ବୋଲି କୁହାଯିବ। ତେଣୁ ଏଇ ପାର୍ଥିବ ଜୀବନର ସୁପ୍ରାମେଣ୍ଟାଲ କନସିୟସନେସ୍ କୁ ଡିସେଣ୍ଟ କରିବାର ଯୋଉ ମହାନ କାର୍ଯ୍ୟଟି ପ୍ରଭୁ ଶ୍ରୀ ଅରବିନ୍ଦ ସମ୍ପନ୍ନ କରିଥିଲେ, ଯୋଉଟା ଅନ୍ତତଃ କାର୍ଯ୍ୟକାରୀ ହବା ପାଇଁ ବାକି ମନୁଷ୍ୟର ଚେତନା ପ୍ରସ୍ତୁତ ନାହିଁ, ସେ ଦିଗରେ ମନୁଷ୍ୟ ତାର ଚିରାଚରିତ ଢଙ୍ଗରେ ଏକ ପ୍ରକାର ଅବହେଳା ଅପେକ୍ଷାଟି କରିଚାଲିଛି, ଅବିଶ୍ୱାସ ନିଶ୍ଚୟ ରହିଛି, ଏବଂ ତା ପାଖରେ ପ୍ରତ୍ୟୟହୀନତାର ବି ଗୋଟେ ଅଭାବ ଅଛି। ମାନେ କେବଳ ପ୍ରତ୍ୟୟର ଅଭାବ ନାହିଁ, ପ୍ରତିଭାର ବି ଏକ ଅଭାବ ରହିଛି। କାରଣ
ଆପଣ ଦେଖନ୍ତୁ ବିଶ୍ୱ ଜଗତରେ ଯେଉଁ ପରିବର୍ତ୍ତନ ଗୁଡିକ ହେଉଛି ସେଥିରେ ଆମର କଣ ଭୂମିକା ରହିଛି? ଯେଉଁମାନେ ଭୂମିକାକୁ ଦେଉଛନ୍ତି ବୈଜ୍ଞାନିକ ମାନେ, ଟେକ୍ନୋକ୍ରାଟ ମାନେ, ଗବେଷକ ମାନେ, ସେମାନଙ୍କୁ ଆମେ ପ୍ରଣାମ କରିବା, କାରଣ ସେମାନଙ୍କ ଭିତରେ ଏଇ ଯୋଉ ଆପ୍ରେହେନ୍ସିଭ ନଲେଜ, ପରମ ପ୍ରଜ୍ଞାର ଯୋଉ ଭୂମିଟି, ସେ ଯେତେବେଳେ ଇଣ୍ଟରଡିସିପ୍ଲିନାରୀ ହେଉଛି ଧୀରେ ଧୀରେ ସବୁ ବିଷୟକୁ ସ୍ପର୍ଶ କରୁଛି, ଯେ ସେତେବେଳେ ଏଇଟା ଗୋଟେ ଦିଗନ୍ତ ବିସ୍ତାରୀ କମ୍ପ୍ରେହେଣ୍ଡିଂ ନଲେଜ ଆଡକୁ ଯାଉଛି, ଏଇଭଳି ଗୋଟେ ବ୍ୟାପକ ଜ୍ଞାନ ଆଡକୁ ଯାଉଛି। ଏଇ କଥାଟିର ସୁନ୍ଦର ପରିକଳ୍ପନା ପ୍ରଭୁ ଶ୍ରୀ ଅରବିନ୍ଦ ତାଙ୍କର ଜୀବଦ୍ଦଶାରେ କରିଥିଲେ। The supramental consciousness transforms the entire being. ଆଜି ଯଦି ମଣିଷକୁ କୁହାଯିବ ଯେ ପୃଥିବୀର ଅନେକ ଦୁଃଖ ଯନ୍ତ୍ରଣା ଅଛି, କେତେ ରାଜନୀତି ହଉଛି, କେତେ କୋଳାହଳ ହଉଛି, କେତେ କିଏ କାହା ନାଁରେ ଚକ୍ରାନ୍ତ କରୁଛି, କିଏ କେତେ ସମାଜ କେତେ ଭାବରେ ଉଦ୍ବେଳିତ, ସମାଜ କେତେ ହିଂସା ପ୍ରପୀଡ଼ିତ, କିଏ କାହାକୁ କିଭଳି ଜଘନ୍ୟ ଭାବରେ ହତ୍ୟା କଲାଣି, ତ କିଏ କାହାକୁ ଲାଞ୍ଛିତ କଲାଣି, ଅପମାନିତ କଲାଣି, ଶୋଷିତ କଲାଣି, କିଏ କାହାକୁ ହତ୍ୟା କରିଦେଲାଣି, କିଏ କାହାକୁ ଦୁର୍ବ୍ୟବହାର କଲାଣି, କିଏ କାହାକୁ ଗାଳି କରୁଛି, କିଏ କାହାକୁ ଭୁଲ ବୁଝୁଛି। ଏଇଭଳି ମଣିଷର ଯୋଉ ସଙ୍କଟ ଯେମିତି ରହିବା କଥା ସେମିତି ରହିଛି। ମଣିଷର ସମସ୍ୟାର ସମାଧାନଟି କଣ ଗୋଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର କ୍ୟାମେରା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ଯନ୍ତ୍ର ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ହେଉଥିବା ଗାଡି ବା ଉଡାଜାହାଜ କରିଦେଇ ପାରିବ କି? ମଣିଷର ବ୍ରେନରେ ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାଗିପାରିବନି, କଣ ହବ ତାହେଲେ? ସେଇଠି ମଧ୍ୟ ଅତିମାନସର ଭୂମିକା ରହିଛି। ଚେତନାର ଅବତରଣ ହେଲେ ଆମ ପାଇଁ ସମସ୍ୟାର ସମାଧାନ ହେଇପାରିବ, କାରଣ ଆମ ପାଇଁ ସମସ୍ୟାର ପାନାସିଆଟି ହେଉଛି, ଏକମାତ୍ର ସମାଧାନର ପନ୍ଥାଟି ହେଉଛି ଏକ ଚେତନାର ଉତ୍ତରଣ, ଚେତନାଗତ ବ୍ୟୁତ୍ପତ୍ତି। ଯଦି ସେଇଭଳି ଗୋଟେ ଚେତନାକୁ ଆମେ ପ୍ରକୃତରେ ହାସଲ କରିପାରିବା, ସେଇଭଳି ଗୋଟେ ଚେତନା ପାଖରେ ପହଞ୍ଚି ପାରିବା, ତାହେଲେ ସୁନିଶ୍ଚିତ ଭାବରେ ଆମେ ଯେଉଁ କଥାଟିକୁ ଚାହିଁଛନ୍ତି ସେ କଥାଟି ସମ୍ଭବ ହେଇପାରିବ। ପ୍ରଭୁ କହୁଛନ୍ତି, ଦି ସୁପ୍ରାମେଣ୍ଟାଲ ଟ୍ରାନ୍ସଫର୍ମେସନ गिव्स ରାଇଜ ଟୁ ଏ ନ୍ୟୁ ଇଣ୍ଡିଭିଜୁଆଲ। ଗୋଟେ ନୂଆ ପ୍ରକାରର ମଣିଷ ନୂଆ ଦେଖାଦେବ, ତାକୁ କହିବା ନଷ୍ଟିକ ବିଙ୍ଗ, ବିଜ୍ଞାନ ଚେତନାର ମଣିଷ, which is fully formed by the supramental power। ଅତିମାନସର ଶକ୍ତି ଦ୍ୱାରା ସେ ରୂପାୟିତ ହବ। ସିଏ ହିଁ ଏଇ ବିଭାଜନ ଗୁଡିକ ଆଉ ଅଜ୍ଞାନତା ଗୁଡିକୁ ଅତିକ୍ରମ କରିପାରିବ। ଆମେ ଆଉ ପାରୁନାହାନ୍ତି। ଆମେ କହୁଛୁ ଇଏ ଛୋଟ ଜାତିର, ସେ ବଡ ଜାତିର, ଇଏ ଗରିବ, ସେ ଧନୀ, ଇଏ ଗାଉଁଲି, ଇଏ ସହରୀ, ଇଏ ଧନୀ, ଇଏ ପ୍ରତିପତ୍ତିଶାଳୀ, ଇଏ ମନ୍ତ୍ରୀ, ଇଏ ବ୍ରାହ୍ମଣ, ଇଏ ମୁସଲମାନ, ସିଏ ହିନ୍ଦୁ, ସିଏ ଖ୍ରୀଷ୍ଟିଆନ। ଏମିତି ଆମ ଭିତରେ ଯୋଉ ଭାଗ, ଆମ ଭିତରେ ଯୋଉ ପିଟାବାଡା, ଆମ ଭିତରେ ଯୋଉ ଅବିଶ୍ୱାସ, ଆମ ଭିତରେ ଯୋଉ ଘୃଣା, ଆମ ଭିତରେ ଯୋଉ ବିଦ୍ୱେଷ, ଆମ ଭିତରେ ଯୋଉ ଅସହିଷ୍ଣୁତା, ଆମ ଭିତରେ ଯୋଉ ହିଂସା, ତାକୁ କିଏ ରୋକିପାରିବ? କେବଳ ଯଦି କେହି ରୋକିପାରନ୍ତି ସେ ହେଉଛନ୍ତି ଅତିମାନସର ଶକ୍ତି। କାରଣ ସେତେବେଳେ ଅତିମାନସର ଶକ୍ତିରେ ଆଦୌ ଡିଭିଜନ ନଥିବ କି ଇଗ୍ନୋରେନ୍ସ କୁ ଆମେ ସେଇ ବାଟରେ ଅତିକ୍ରମ କରିପାରିବା। and replaced with a unity of consciousness। ସେଇଠି ଏକତ୍ୱର ଚେତନାଟିଏ କାର୍ଯ୍ୟକାରୀ ହବ। ସର୍ବେ ହୋଇବେ ଏକାକାର, ନଥିବ ବେଦର ବିଚାର। ତେଣୁ ସେ ମାଳିକା ଯେମିତି କହୁଛନ୍ତି ନା, ଯେ ସର୍ବେ ହୋଇବେ ଏକ ମୁଖ, ଡାକିବେ ନାରାୟଣ ରଖ। ଭଗବାନଙ୍କ ଉପରେ ବିଶ୍ୱାସଟା ଆଜି ତାରିଖରେ ହଉନାହିଁ। କାହାର ତଳେ କିଏ କହୁଛି ମୋ ସରକାର ମତେ ରକ୍ଷା କରିଦବ, କିଏ କହୁଛି ଅମକେ ଦଳ ଆସିଲେ ଆମ ଦେଶର ସମସ୍ୟାର ସମାଧାନ ହେଇଯିବ, କିଏ କହୁଛି ନାଇଁ ସେଇ ଦଳଟା ଭଲ ନୁହେଁ, ଅମକେ ଦଳ ଆସିଗଲେ ଭଲ ହେଇଯିବ। ସେପରି ହବ ନାହିଁ। ଯେତେବେଳେ ବିଜ୍ଞାନମୟ ଚେତନାର ସତ୍ତା ମାନେ ଆସିବେ, ସେମାନେ ଭଲ କରି ଜାଣନ୍ତି ଏଠାରେ ଏକମାତ୍ର ଶକ୍ତି ହିଁ କ୍ରିୟାଶୀଳ।
से हूँ भगवान शक्ति, भगवती जननी शक्ति, जे आदि शक्ति, जे आद्या शक्ति, तांकर ही एठी लीला चलुची। से जो जहाँ को जो देश को चाहती ताको तार नूतनत्व टी फेरे दी पारिबे बा तार से उत्तरण टी सफल कर दी पारिबे। प्रभुंकर शेष शब्द को यही संपर्क में आज आलोचनार आसवा। से कहते दिस अवेयरनेस, हाँ ये नॉस्टिक बीइंग जे केवल गोटे यूनिट ऑफ कॉन्शियसनेस को जीव ता नुहे, ये नॉस्टिक बीइंग रो शरीरटी भौतिक शरीरटी मध्य रूपांतरित हो जाइथिबो, एटा दिव्य रे परिणत हो जाइथिबो। द नॉस्टिक बीइंग सीज द स्पिरिट एवरीवेयर इन द वर्ल्ड, से केवल आत्मा को दर्शन करिवो। एंड इन एवरी अदर पर्सन, अन्य समस्तक भितर भी से आत्मा को संदर्शन करिवो। दिस अवेयरनेस eliminates this usual separation between man and life। ये एपरी गोटे चेतना जो चेतनाटा जीवन और आत्मा भितर थिबा जो साधारण पार्थक्यटी को मध्य दूर कर दे परिबो। तो आमे एथि सहित आज आलोचना को इति समापन करूछु। समस्त को अनेक अनेक शुभेच्छा। शुभ अपराह्न। वंदे मातरम।